ଗତକାଲି ବିଜେପିର ମିଶ୍ରଣ ପର୍ବରେ ଉପାସନା ମହାପାତ୍ର ଯିଏକି ବ୍ରହ୍ମଗିରିର ବିଧାୟକ ମାଙ୍କଡ଼ ଉପାଖ୍ୟାନ କହିଛନ୍ତି। ସେ ବିଜେଡିର 3 ମାଙ୍କଡ଼ଙ୍କୁ ନେଇ ଉପାଖ୍ୟାନ କରିଛନ୍ତି, ସେଥିରେ ସେ ନବୀନ ପଟ୍ଟନାୟକ, ସଞ୍ଜୟ ଦାସ, ରବି ଦାସଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ମାନେ ନୂଆ ନବନିର୍ବାଚିତ ବିଧାୟକ, ମାନେ ରାଜନୀତିରେ କମ୍ ଏକ୍ସପିରିଏନ୍ସ ଲୋକ, ଏଇ ବଡ଼ ବଡ଼ ରାଜନେତା ମାନେ ଯେଉଁମାନେ 24 ବର୍ଷ ଶାସନ କରିଥିଲେ, ଏଭଳି ମନ୍ତବ୍ୟ ଦେବା ସେ କେତେ ଦୂର ଠିକ୍? ରାଜନୀତିରେ ପରିପକ୍ୱ ଆଉ ଅପରିପକ୍ୱ ଦୁଇଟା ଅଲଗା ଘଟଣା। ଆପଣ ବୁଝନ୍ତୁ, ଯେ ଜିତିଛି ସେ ଆଉ ଜଣଠୁ ପାୱାରଫୁଲ। ନିରଞ୍ଜନ ପଟ୍ଟନାୟକ ହାରିବେ, ଆପଣ କହିବେ ସଞ୍ଜୀବ ମଲ୍ଲିକ ଗୋଟେ କନିଷ୍ଠ ନେତା, ନିରଞ୍ଜନ ବରିଷ୍ଠ ନେତା। ବରିଷ୍ଠ ମାନେ କ'ଣ? ଯେ ଜିତି ଜିତି ଆସିବେ ସିଏ ବରିଷ୍ଠ, ଯିଏ ଜିତି ଜିତି ଆସୁଛନ୍ତି ସେମାନେ ପାୱାରଫୁଲ। ଆଜିକା ଦିନରେ ବ୍ରହ୍ମଗିରିରେ ବିଡିଓ ଜଣକ କାହା କଥା ଶୁଣିବେ? ଉପାସନା କଥା ନା ସଞ୍ଜୟ ଦାସ ବର୍ମାଙ୍କ କଥା? କଲେକ୍ଟରଙ୍କ ବୈଠକରେ ଅଫିସିଆଲି କିଏ ବସିବେ? ଉପାସନା ନା ସଞ୍ଜୟ? ତେଣୁ ଆପଣ ଉପାସନାକୁ ଅପରିପକ୍ୱ ବୋଲି କାହିଁ ଭାବୁଛନ୍ତି? 2019 ମସିହାରେ ଉପାସନା ମହାପାତ୍ର ନିର୍ବାଚନ ଲଢ଼ିବା କଥା, ତାଙ୍କ ବାପାଙ୍କ ସିଟ୍ ସେଇଟା ଥିଲା, କିନ୍ତୁ ବୟସ ହେଇନଥିଲା, ସିଏ ଲଢ଼ି ନଥିଲେ, ପ୍ରଚାର କଲେ, ତାଙ୍କ ଦାଦା ଜିତିଲେ। ଏଥର ତାଙ୍କର ବୟସ ହେଲା, 24ରେ ନିର୍ବାଚନ ଲଢ଼ିଲେ। କିନ୍ତୁ ପ୍ରଶ୍ନ ହେଉଛି, ସଞ୍ଜୟ ଦାସ ବର୍ମା ମହୋଦୟ ଯେ ଲୁଲୁ ମହାପାତ୍ରଙ୍କ ଭଳି ଟାଣୁଆ ନେତାଙ୍କୁ 2 ଥର ନିର୍ବାଚନରେ ହରେଇଲେ, ସେ ଲୁଲୁ ମହାପାତ୍ରଙ୍କର ଅବର୍ତ୍ତମାନରେ ହାରିଗଲେ କାହିଁକି? ତେଣୁ ଦୋଷ ତ୍ରୁଟି ସେମାନେ ବୁଝିବା କଥା। ଇଏ ଗୋଟିଏ ପାର୍ଟ। ଦ୍ୱିତୀୟ ପାର୍ଟଟି ହେଉଛି, ଆପଣ କହିଲେ ଯେ 3 ମାଙ୍କଡ଼ର କଥା କହିଛନ୍ତି। ରାଜନୀତିରେ ଆକ୍ଷେପ ପ୍ରତ୍ୟାକ୍ଷେପ ଗୋଟିଏ ନୂଆ କଥା ନୁହେଁ। ଅତୀତରେ ସଞ୍ଜୟ ଦାସ ବର୍ମା ମଧ୍ୟ ଲୁଲୁ ମହାପାତ୍ରଙ୍କ ପ୍ରତି ଗୁଣ୍ଡା ଭଳି ଶବ୍ଦ ମଧ୍ୟ ପ୍ରୟୋଗ କରିଛନ୍ତି। ତେଣୁ ଆପଣ ଯେତେବେଳେ ପ୍ରୟୋଗ କରୁଥିଲେ ଜିତି ଯାଇଥିଲେ, ଆଜି ଯେତେବେଳେ ତାଙ୍କ ଝିଅ କହୁଛି କିଛି ଅସ୍ୱାଭାବିକ ନାହିଁ। ଏବଂ ସଞ୍ଜୟ ଦାସ ବର୍ମା ମଧ୍ୟ କାଲି ଆପଣ ଦେଖିବେ ସିଏ ବି ଆମକୁ ଚ୍ୟାଲେଞ୍ଜ କରିଛନ୍ତି ଯେ କାହାର କେତେ ଲୋକପ୍ରିୟତା ଆଗାମୀ ନିର୍ବାଚନରେ ଜଣା ପଡ଼ିଯିବ।